बाहानगा ब्लॉक परिसर में आज जिलापाल एवं आरक्षी अधीक्षक मिलित जनशुणाणी शिविर अनुष्ठित होता। ଏହି ଶିବିରରେ ବାହାନଗା ଗୋଷ୍ଠୀ ଶିକ୍ଷାଧିକାରିଣୀ ସୋମାରାଣୀ ସେଠୀଙ୍କ ବିରୋଧରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କଠାରେ ଅଭିଭାବକମାନେ 5ଟି ବିଭିନ୍ନ ସମସ୍ୟା ବିଷୟ ଉପରେ ଅଭିଯୋଗ ଆଣିଛନ୍ତି। ଜିଲ୍ଲାପାଳ ଶ୍ରୁତ ବିକାଶ ଅଭିଯୋଗ ଗ୍ରହଣ କରି ଅଭିଭାବକମାନେ ଆଣିଥିବା ଅଭିଯୋଗ ଉପରେ ବିଧିବଦ୍ଧ ତଦନ୍ତ କରି ସୂଚନା ପ୍ରଦାନ କରିବାକୁ ଜିଲ୍ଲା ଶିକ୍ଷାଧିକାରୀ ବସନ୍ତ କୁମାର ନାୟକଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି। ତେବେ ସୂଚନା ଥାଉ କି ଏହି ଗୋଷ୍ଠୀ ଶିକ୍ଷାଧିକାରିଣୀ 2ଟି ବ୍ଲକ ବାହାନଗା ଏବଂ ସୋରରେ କାର୍ଯ୍ୟନିର୍ବାହ କରୁଥିବା ବେଳେ ଦାୟିତ୍ୱହୀନତା ଭାବରେ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ହୋଇଛି। କେତେକ ବିଦ୍ୟାଳୟରେ ଏଯାବତ୍ ଷ୍ଟାଣ୍ଡିଂ କମିଟି ଗଠନ ନ କରିବା ଏବଂ କୁନି କୁନି ପିଲାମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଖୋଲା ସ୍ଥାନରେ ଶିକ୍ଷାଦାନ ଦେବାକୁ ପ୍ରଧାନ ଶିକ୍ଷକଙ୍କୁ ଚିଠି ସଂଖ୍ୟା 2448 କ୍ରମେ ନିର୍ଦ୍ଦେଶ ଦେବାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ବାବଦରେ ସାହସପଡ଼ା ପଞ୍ଚାୟତ କହ୍ନେଇ ଉଗାଳପୁର ଗ୍ରାମର ଅଭିଭାବକମାନେ ଝାଡ଼ତା ଗ୍ରାମରେ ଥିବା ଉପରା ପ୍ରାଥମିକ ବିଦ୍ୟାଳୟ ପାଠ ପଢୁଥିବା କୁନି କୁନି ପିଲାମାନଙ୍କ ଭବିଷ୍ୟତକୁ ଚିନ୍ତିତ ଥିବା ବେଳେ ଘଟଣା ବିଷୟରେ ପୂର୍ବରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରି ଆସିଛନ୍ତି। ଜିଲ୍ଲା ଏବଂ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଆଜି ପୁନର୍ବାର ଅଭିଯୋଗ କରିବା ସହିତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅନ୍ୟତ୍ର ବଦଳି ପାଇଁ ଜିଲ୍ଲାପାଳଙ୍କଠାରେ ଅଭିଯୋଗ ହୋଇଛି। ବାହାନଗାରୁ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ରିପୋର୍ଟ, ଦ ରିପବ୍ଲିକ ଓଡ଼ିଶା 24 ନ୍ୟୁଜ୍।